ବସୁଧୈବ କୁଟୁମ୍ବକମ୍। ବସୁଧା କହିଲେ କେବଳ ମଣିଷକୁ ନୁହେଁ, ମଣିଷ, ପଶୁ, ପକ୍ଷୀ, କୀଟ, ପତଙ୍ଗ, ବୃକ୍ଷ, ତରୁ, ତୃଣ, ଲତା ସମସ୍ତେ ଭଲରେ ରୁହନ୍ତି। ଇଏ ହେଉଛି ସନାତନ ଧର୍ମର ପ୍ରାର୍ଥନା, ସେ ଅନନ୍ତଙ୍କ ପାଖରେ ପ୍ରାର୍ଥନା। ଆଉ ଗୋଟିଏ ପ୍ରାର୍ଥନା ମଧ୍ୟ ସେ କରିଛନ୍ତି, କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳୀ। ସେ ତ କହିପାରିଥାନ୍ତେ କାଳେ ବର୍ଷନ୍ତୁ ପର୍ଜନ୍ୟ ଭାରତ ଶସ୍ୟଶାଳିନୀ, ସେ କହିଲେ ନା, ଏତେ ଉଦାର ଚରିତ୍ରର ଗ୍ରନ୍ଥ ଏବଂ ସନ୍ଥ ଆମ ଭାରତରେ ବା ସନାତନ ଧର୍ମରେ ଜନ୍ମ ନେଇଥିଲେ, ଏବେ ବି ନେଇଛନ୍ତି। ସେ କିନ୍ତୁ କହୁଛନ୍ତି ବସୁଧୈବ କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟଶାଳୀ। ପୃଥିବୀରେ ଶସ୍ୟ ଶ୍ୟାମଳା ପୂର୍ଣ୍ଣ, ମଣିଷ ଖାଇବା ପାଇଁ ତା ଖାଦ୍ୟ ସୃଷ୍ଟି ହଉ, ପଶୁପକ୍ଷୀମାନଙ୍କ ପାଇଁ ମଧ୍ୟ ସୃଷ୍ଟି ହଉ। କିନ୍ତୁ ପ୍ରକୃତରେ କ'ଣ ଆମେ ଯେତେବେଳେ ଏ ଶ୍ଲୋକ ଗୁଡ଼ିକ କୌଣସି ପଣ୍ଡିତ ପ୍ରବଚକ ବା ଜ୍ଞାନୀମାନଙ୍କ ଠାରୁ ଶୁଣୁଛେ, ଆମେ କ'ଣ ତାକୁ ପ୍ରକୃତରେ କିଛି ସମୟ ଭାବୁଛେ? ଯଦି ଭାବୁଥାନ୍ତେ, ଆଜି ଭାଲୁମାନେ ଆସିକି ସହରରେ ବୁଲୁଛନ୍ତି, ହାତୀମାନେ ଆଜି ଗୋଟେ ପ୍ରକାର ହରତାଳ କରି ମଣିଷକୁ ମାରି ଦେଉଛନ୍ତି, ବାଘ ବି ବେଳେବେଳେ ମାରି ଯାଉଛି, ତାମାନେ ଆମେ ପ୍ରକୃତରେ ଖାଲି ପଢ଼ୁଛୁ କିନ୍ତୁ ତାକୁ ଭାବୁନୁ କି ସେଇଭଳିଆ କାମ ଆମେ କରୁନା। ତେବେ ଆଜି ତ ଗୋଟେ ଅଧିବାସ ସନ୍ଧ୍ୟା, ଏଣୁ ତେଣୁ କହିକି ମୁଁ ସମୟ ନଷ୍ଟ କରିବାକୁ ଚାହୁଁନି। ମନେ କରାଯାଉ ଜଙ୍ଗଲରେ ଯଥେଷ୍ଟ ମହୁଲ ଗଛ ରହିବ, ଭାଲୁ ଖାଇକିରି ଆନନ୍ଦରେ ରହିବ, କି ଯଥେଷ୍ଟ କଇଁଟ ଗଛ ରହିବ, ହାତୀ ଖାଇକିରି ଆନନ୍ଦରେ ରହିବ। କିନ୍ତୁ ଆମେ ଏତେ ସ୍ୱାର୍ଥପର ହେଇଯାଉଛୁ, ଭଗବାନଙ୍କୁ ପ୍ରାର୍ଥନା କରିବୁ ବୋଲି ଗୋଟିଏ ମନ୍ଦିର ବି ଆମ ମନକୁ ଯାଉନି, କି 5-10ଟା ମନ୍ଦିର ବି ଆମ ମନକୁ ଯାଉନି, କୋଟି କୋଟି ମନ୍ଦିର। ଏତେ ମନ୍ଦିର ଆମେ କଲୁଣୁ, ପୂଜକ ମଧ୍ୟ ମିଳୁନାହାନ୍ତି ପୂଜା କରିବା। ତେଣୁ ତାର ଲାଭ କ'ଣ? କାହିଁକି ଏତେ ମନ୍ଦିର ଗଠନ ହେଉଛି? ସେ ମନ୍ଦିର ହଉ, ମସଜିଦ ହଉ, ଚର୍ଚ୍ଚ ହଉ, ଗୁରୁଦ୍ୱାର ହଉ, ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ଏସବୁ ସୃଷ୍ଟି ହେଇଥିଲା କାହିଁକି? କ'ଣ ହଣାହଣି ହେବା ବୋଲି, ମରାମରି ହେବା ବୋଲି? ଆମେ ମନ୍ଦିର ଭିତରେ ଯେଉଁ ମୂର୍ତ୍ତି ଟିକେ ରଖି ପୂଜା କରୁଛୁ, କି ମସଜିଦରେ ଶୂନ୍ୟ ମନ୍ଦିରରେ ଆମେ ଆମ ଇଷ୍ଟଙ୍କୁ ଡାକୁଛୁ, ସେ କ'ଣ କହୁଛନ୍ତି ତାକୁ ହାଣେ, ଆକୁ ହାଣେ, ତାକୁ ମାର, ତାକୁ? ଏଇ କଥା କେଉଁଠି ଲେଖା ହେଇଛି? ଲେଖା ହେଇଥିବ, କ'ଣ କରୁଛୁ ମୁଁ କହିପାରିବିନି। ଆମେ ବ୍ରହ୍ମପୁର ଯାଉଛୁ, ବାଟରେ ଟିକେ ଚା ଖାଇବା ପାଇଁ ଟିକେ ଗାଡ଼ି ଅଟକିଲା, ମୁଁ ଟିକେ ଚା କି କଫି କ'ଣ ଗୋଟେ ପିଉଛି। ଜଣେ ଭଦ୍ର ବ୍ୟକ୍ତି ମୋତେ ଆସି ନମସ୍କାର କଲେ, କହିଲେ ବାବା ପ୍ରୋଗ୍ରାମ କୁଆଡ଼େ ଆଜି ଅଛି? ମୁଁ କହିଲି ପ୍ରୋଗ୍ରାମ ନାହିଁ। ମୁଁ କହିଲି ବ୍ରହ୍ମପୁର ଆଜି ପ୍ରୋଗ୍ରାମ ନାହିଁ, କିନ୍ତୁ ବ୍ରହ୍ମପୁରରେ ଆଜି ପହଞ୍ଚିବାକୁ ହେବ।
ସେ କହିଲେ ମୁଁ ଆପଣଙ୍କୁ ରବୀନ୍ଦ୍ର ମଣ୍ଡପରେ ଦେଖିଛି 20 ବର୍ଷ ତଳେ। ରବୀନ୍ଦ୍ର ମଣ୍ଡପରେ 20 ବର୍ଷ ହେଲାଣି ବୋଲି ସେଇ ହିସାବରେ ମୁଁ ଆପଣଙ୍କୁ ଏମିତି କେତେ ଜାଗା କହିଗଲା। ମୁଁ ଆପଣଙ୍କୁ ଏଇ ଜାଗାରେ ଦେଖିଛି, ଆଉ ଆପଣଙ୍କ କଥା ମୁଁ ପ୍ରାୟ ସବୁବେଳେ ଶୁଣେ। ମୁଁ ଗୋଟିଏ ପ୍ରଶ୍ନ ପଚାରିବା ପାଇଁ ଆପଣଙ୍କ ପାଖକୁ ଆଇଛି। ମୁଁ ଖାଉଥିଲି ଜଳିଖିଆ, ଆପଣଙ୍କୁ ଦେଖି ସେ ପ୍ରଶ୍ନର ସମାଧାନ କରିବା ପାଇଁ ମୁଁ ଆସିଛି। କ'ଣ ସେ ପ୍ରଶ୍ନ? ଯଦି ଆମେ ଉତ୍ତରଟା ଜାଣିଥିବୁ କହିବୁ, ନହେଲେ ନାହିଁ କୁହନ୍ତୁ। ସିଏ କହିଲେ, ସେ ତାପରେ କହିଲେ ମୁଁ ଜଣେ ମୁସଲମାନ, ମୁଁ ଆପଣଙ୍କୁ ଗୋଟିଏ କଥା ପଚାରୁଛି, ଧର୍ମ କ'ଣ ସୃଷ୍ଟି ହେଇଥିଲା? ମାନେ ବର୍ତ୍ତମାନ ଯେଉଁ କାରଖାନା ଚାଲିଛି, ଧର୍ମ କ'ଣ ସୃଷ୍ଟି ହେଇଥିଲା? କିଏ କାହାକୁ ମାରିବ, କିଏ କାହାକୁ ହାଣିବ, କିଏ କାହାକୁ କାଟିବ, ଏଇଥିପାଇଁ କ'ଣ ଧର୍ମ ସୃଷ୍ଟି ହେଇଥିଲା? ଯେଉଁ ଧର୍ମ ଯାଜକ ମାନେ ଇଏ ପୃଥିବୀକି ଆସିଲେ, ସେମାନେ କ'ଣ ଆମକୁ ଏଇଆ ଶିଖେଇକି ଯାଇଥିଲେ? ମୁଁ ଆଉ କିଛି କହିଲିନି, ମୁଁ ଟିକେ ନିସ୍ତବ୍ଧ ରହିଲି। ତାପରେ ମୁଁ ତାଙ୍କୁ ଗୋଟିଏ କଥା କହିଲି, ସେଇମାନଙ୍କୁ ପଚାରନ୍ତୁ, ସେଇମାନେ ତାର ଉତ୍ତର ଦେବେ। ଆମେ ଉତ୍ତର ଦେବାଟା ବଡ଼ କଥା ନୁହେଁ। ଆପଣ ନିଜେ ଉତ୍ତର ଦିଅନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ପଚାରନ୍ତୁ। ଆମେ ପିଲାଦିନେ ପଢ଼ିଥିଲୁ, ଧର୍ମ ଏକାଶୀ ମହତ ପଣି ଆଉ ସବ ମହତ ଆଉ ଆମେ ଆଜି ଅନନ୍ତଙ୍କର ଦରବାରରେ ଏହି ପରିବାର ତୀର୍ଥରେ ଆମେ ଆଜି ଏକତ୍ର ହେଇଛୁ। କାହିଁକି ଏକତ୍ର ହେଇଛୁ? ଲୁଗା ପାଇବୁ ନା କମଳ ପାଇବୁ କି ଚାଉଳ ପାଇବୁ କି ଟେନସନ୍ ପାଇବୁ, କ'ଣ ପାଇଁ ଏଠି ଆମେ ଏକତ୍ର ହେଇଛେ? କେବଳ ଆନନ୍ଦ ପାଇବା ପାଇଁ। ଆପଣଙ୍କ ଘରେ କ'ଣ ଟିଭି ନଥିଲା, ରେଡ଼ିଓ ନଥିଲା? ତଥାପି ଏଠିକି କାହିଁ ଆସିଲେ? କେବଳ ଆନନ୍ଦ ପ୍ରାପ୍ତି ହେବା ପାଇଁ। କାରଣ ଏ ଆନନ୍ଦକୁ କାହିଁକି ଗୁରୁତ୍ୱ ଦିଆଗଲା? ଆଉ ତ ଅନେକ ଶବ୍ଦ ଅଛି, ସେ ଶବ୍ଦକୁ ଗୁରୁତ୍ୱ ନ ଦେଇ ଆନନ୍ଦକୁ କାହିଁକି ଗୁରୁତ୍ୱ ଦିଆଗଲା? ଆମେ ଜନ୍ମ ହେଇଛୁ ସତ, ଇଏ ଯେମିତି ଗୋଟିଏ ସତ୍ୟ, ଆମେ ନିଶ୍ଚୟ ମରିବୁ, ଇଏ ବି ଗୋଟେ ସତ୍ୟ। ଜନ୍ମ ସହିତ ମୃତ୍ୟୁ ହେଉଛି ସତ। କେଇଦିନ ଆମେ ବଞ୍ଚିବୁ ସେ କଥା, ସେ ହିସାବ ଆମ ପାଖରେ ନାହିଁ। ତେଣୁ ଏଇ ଯେଉଁ କେତୋଟି ଦିନ ଆମେ ବଞ୍ଚିବୁ, କେତୋଟି ବର୍ଷ ବଞ୍ଚିବୁ, ସେଇ ବଞ୍ଚିବା ଭିତରେ ଆମେ କେତେ କ'ଣ କରିବୁ? ଆମେ ନିଜକୁ ପଚାରିବୁ, ମୁଁ କିଏ? ମୋର କର୍ତ୍ତବ୍ୟ କ'ଣ? ଯେଉଁମାନେ ମୋ ପାଇଁ କିଛି କରିଛନ୍ତି, ସେମାନଙ୍କ ପାଇଁ ମୋର କର୍ତ୍ତବ୍ୟ କ'ଣ? ଏବଂ କିଏ ମୋତେ ଜନ୍ମ ଦେଇଛନ୍ତି, ସେ କିଏ? ଏ କଥାକୁ ଆମକୁ ସମସ୍ତଙ୍କୁ ମାନିବାକୁ ପଡ଼ିବ।
জীবনটি স্বপ্ন স্বরূপ জড়ে বুঝু জীবন জড়ে জীবনটা গোটে স্বপ্ন। আজির জীবন কালি কি কালির আজি আজির জীবন কালি কালির তেଣୁ ଜୀବନଟା ଗୋଟେ ସ୍ୱପ୍ନ। ତାହେଲେ ଜୀବନଟା ଯଦି ଗୋଟେ ସ୍ୱପ୍ନ ହେଲା ତାହେଲେ ଆମେ ଆଉ କିଛି କରିବାନି। ଜୀବନଟା ସ୍ୱପ୍ନ ଭଳି କିନ୍ତୁ ମିଥ୍ୟା ନୁହେଁ। ଜୀବନ କେବେ ହେଲେ ମିଥ୍ୟା ନୁହେଁ। ଜୀବନ ହେଉଛି ସତ୍ୟ। ଜଣେ ଯୁକ୍ତି କରିବେ ନା ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ଇଏ ସେବକ ସେ କଥାକୁ ଶୁଣି ଦେଇକି ଚାଲି ଆସେ। ମୁଁ କିଛି ଉତ୍ତର ଦିଏନି। ମୋତେ ଯେତେବେଳେ କହିବାକୁ ପଡ଼େ ମୁଁ ସେତେବେଳେ କହେ ଜୀବନ ସତ୍ୟ। ଜୀବନ ଯଦି ନଥାନ୍ତା ବ୍ରହ୍ମ ସତ୍ୟ ବୋଲି କିଏ ଜାଣିଥାନ୍ତା? ଏଠି ଆପଣମାନେ ବସିଛନ୍ତି ଜୀବନ, ଏଠି କେହି ମୁର୍ଦାର ବସି ନାହାନ୍ତି। ତେଣୁ ଜୀବନଟା ସ୍ୱପ୍ନ ଭଳି ହେଇପାରେ। ମୁଁ କିଏ? ମୁଁ ହେଉଛି ଜୀବନ। ପୁଣି ପଚାରିବା ମୁଁ କିଏ? ମୁଁ ହେଉଛି ପୁତ୍ର, ନା ମୁଁ ହେଉଛି ମଣିଷ। ମଣିଷ ଭିତରେ ତମେ କିଏ? ନା ମୁଁ ହେଉଛି ପୁତ୍ର। ମୁଁ ସେଇ ପୁତ୍ର। ଆଜି ମୁଁ ପୁତ୍ର, ଆଉ କିଛି ଦିନ ପରେ ହେବି ପିତା। କି ଆଜି ମୁଁ ଝିଅ, କିଛି ଦିନ ପରେ ହେବି ମା। ଆମକୁ କେତେକ ବୁଝେଇ ଦେଇଛନ୍ତି, ଏବେ ବି ବୁଝଉଛନ୍ତି ଲାଗି ପଡ଼ିକିରି। ନା ନା ନା, ମୁଁ ଆତ୍ମା। ଆପଣମାନେ ଟିକେ ବୁଝିକିରି କହିବେ ମୁଁ ଆତ୍ମା। ସେ ଆତ୍ମାଙ୍କ ଘର କୋଉଠି? ସେ ଆତ୍ମାଙ୍କ ଘର ପରମାତ୍ମାଙ୍କ ପାଖରେ। ଆଉ ଏ ପରମାତ୍ମାଙ୍କ ଘର କୋଉଠି? ଅନେକ କଥା ଏମିତି ପାଣ୍ଡିତ୍ୟରେ ଆମେ କହିଯିବା। ଆମେ ଆ ଜାଣିନୁ କିନ୍ତୁ ପିଜି କରିବାକୁ ବାହାରିଲୁ। ଗୀତା କହୁଛନ୍ତି ତମେ ଯଦି ଆତ୍ମା, ଆତ୍ମାର ଗୋଟେ ଅଳଙ୍କାର ସେ ଦେଲେ ନୈନଂ ଛିନ୍ଦନ୍ତି ଶସ୍ତ୍ରା ନୈନଂ ଦହତି ପାବକ। ଆତ୍ମା ନିଆଁରେ ପୋଡ଼ି ହୁଏନି କି ଆତ୍ମା ଅସ୍ତ୍ରରେ ଛିନିଯାଏ। ପ୍ରହ୍ଲାଦଙ୍କୁ, ଭାଗବତର କଥା, ପ୍ରହ୍ଲାଦକୁ ହିରଣ୍ୟକଶ୍ୟପ ତାଙ୍କ ବାପାର ଅଧିକାର ଅଛି। ଆପଣ ଦେଖନ୍ତୁ ଭାଗବତର ସେଇ ପ୍ରସଙ୍ଗଟାକୁ ଆପଣ ଚିନ୍ତା କରିବେ। ଯେତେବେଳେ ହିରଣ୍ୟକଶ୍ୟପ
ପ୍ରହ୍ଲାଦଙ୍କୁ କହିଲା, ତୁ ମାନେ ତୁ ହରି କହ, ଏ ହର କହ, ତୁ ମାନେ ହରାୟ ନମଃ କହ। ଏ କହ ହରାୟ ମୁଁ କହୁଛି ହରି। ଏଇ ହରିହର ବିବାଦକୁ ନେଇ ବାପ ପୁଅକୁ ମାଇଲା। ଆଜିର ବାପା ମାନେ ପୁଅକୁ ମାରି ପାରୁଛନ୍ତି କି? ଏ ଗୋଟିଏ ଗୋଟିଏ ବାପା ମାରୁଛନ୍ତି। ଆଉ ଯୋଉ ବାପାଟି ମାରୁଛନ୍ତି ସେ 3 ଥର ଚିନ୍ତା କରୁଛନ୍ତି, ମୁଁ ମାଇଲେ କାଳେ ମୋ ଉପରକୁ ଚଢ଼ି ଆସିବ କି ପୁଅ। ସିଏ ଡରିକିରି ପଳଉଛନ୍ତି। ଜଣେ ବାପ କହିଲେ, ମୁଁ ତ ଶାସ୍ତ୍ରଜ୍ଞ ନୁହେଁ, ମୁଁ ଜଣେ ସାମାଜିକ ପ୍ରାଣୀ, ଆପଣମାନଙ୍କ ଭଳି ସାଧାରଣ ମଣିଷଟିଏ। ଜଣେ ବାପା କହିଲେ ପୁରୀରେ, କହିଲେ ମୁଁ ଏତିକି ଟଙ୍କା ଦେଇ ପୁଅକୁ ପଠେଇଲି ବଜାର, ପୁଅ ନେଇକିରି ଆଇଲା, ସବୁ ଜିନିଷ ଆଣିନି। ମୁଁ ଖାଲି ପଚାରିଲି, ଆରେ ଅମୁକ ଜିନିଷଟା ନିହାତି ଦରକାର, ସେଇଟା କାହିଁ ଆଣିନୁ? ନା ମୁଁ କ'ଣ ଖାଇଗଲି? ମୁଁ ଖାଇନେଇ, ଖାଇଗଲୁ ବୋଲି ମୁଁ କହୁନି। ଏ ଟଙ୍କାଟି ମାନେ ତାକୁ ଆଣିଲୁନି କାହିଁ? ସିଏ ଉଠିଲା ମାନେ ବାପା ଉପରକୁ ଏମିତି ଉଠିଲା ଯେ ବାପା କ'ଣ କଲେ, ଚୁପ୍ କରି ଛେଳି ଘରୁ ଓହ୍ଲେଇକି ଯାଇକି ବଜାରକୁ ପଳେଇଲେ। ପୁଅର ରାଗ ଶାନ୍ତି ହଉ। ହିରଣ୍ୟକଶ୍ୟପ ପ୍ରହ୍ଲାଦଙ୍କୁ ନିଆଁରେ ଫିଙ୍ଗିଦେଲେ। ସେ ନିଆଁ ଭିତରେ ପଦ୍ମାସନ କରି ବସି ସେ ହରି 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 ଓ ହରି ଓ ପ୍ରହ୍ଲାଦ ନିଆଁ ଭିତରେ ବସିକି ହରିବୋମ କହିଲା। ନିଆଁ ଭିତରୁ ବାହାରିକି ଆଜି କ'ଣ ବାପା ଚୁଟିକି ରହିଲା? ବାପା ଶାସନ କରିବେ, ସେଇ ନାକି ସେ ବାପା ହେଲେ। ତାପରେ ତାଙ୍କୁ ରାଗିକିରି ସମୁଦ୍ରକୁ ଫିଙ୍ଗିଦେଲା। ସେ ସମୁଦ୍ର ଭିତରେ ବସିକିରି ସେଇ ନାମକୁ ସ୍ମରଣ କଲେ। ଏଇଠି ମନେ ପକେଇ ଦଉଛି ଇଏ ନାମର ମାହାତ୍ମ୍ୟ କେତେ, ଆଉ ପୁଅର ଧୈର୍ଯ୍ୟ କେତେ, ଆଉ ବାପର ଶାସନ କରିବାର ଅଧିକାର କେତେ। ଯଦି ଏ 3ଟି କଥାକୁ ଆମେ ନ ଜାଣିବା, ଆମେ ଭଲ ମଣିଷ ହେଇପାରିବାନି। ସଜ୍ଜନ ସେ ସମୁଦ୍ର ଭିତରେ ବସି ସେଇ ନାମକୁ ସ୍ମରଣ କଲେ। ହରି ଓ
ପାଣି ଭିତରେ ଫୋପାଡ଼ି ଦେଲେ ପ୍ରହ୍ଲାଦର କିଛି ହେଲାନି। ପୁରା ଖଣ୍ଡା ଧରି ହାଣିଲେ, ସେ ଜମା ବିଲକୁଲ ହାଣି ହେଲାନି। ତାକୁ ପର୍ବତକୁ ଫିଙ୍ଗିଦେଲେ, ସେଥିରେ ସେ ମଲାନି। ତାହେଲେ ସେ କିଏ? ଭାଗବତର ଉପାଖ୍ୟାନରେ କୁହାଗଲା ପ୍ରହ୍ଲାଦ, କିନ୍ତୁ ତାକୁ ବିଚାର କଲେ ଜଣା ପଡ଼ିବ ଯେ ସେ ହେଉଛନ୍ତି ଆତ୍ମା। ସେ ଅସ୍ତ୍ରରେ ମଲେ ନାହିଁ, ପାଣିରେ ବୁଡ଼ିଲେ ନାହିଁ, ନିଆଁରେ ପୋଡ଼ିଲେ ନାହିଁ, କି ଜଳରେ ବୁଡ଼ିଲେ ନାହିଁ। ତାପରେ ପଚାରିଲେ, ତୁ ହରି ହରି କହୁଛୁ, ସେ ହରି ତୋର କୋଉଠି? ପୁଅ ନମ୍ର ଭାବରେ ହାତ ଯୋଡ଼ିକିରି କହିଲା, ପିତାଶ୍ରୀ, ହରି ମୋର ସବୁଆଡ଼େ ଅଛନ୍ତି। ହରି ତମର ସବୁଆଡ଼େ ଅଛନ୍ତି। ଏ ଯେଉଁ ପଥର ଖୁଣ୍ଟଟା, ଏଇ ଯେଉଁ ପଥର ଖୁଣ୍ଟଟା ରହିଛି, ତା ଭିତରେ ତ ହରି ଅଛନ୍ତି। କାରଣ ସିଏ ଜାଣିଛି ଠାକୁର କେବଳ ମନ୍ଦିରରେ ରହନ୍ତି, ତୀର୍ଥରେ ରହନ୍ତି, ଆଶ୍ରମରେ ରହନ୍ତି, ଆଉ ପଥର ଖୁଣ୍ଟରେ ରହନ୍ତି ବୋଲି ସେ ତ ଜାଣିନି। ବର୍ତ୍ତମାନ ଆପଣମାନଙ୍କୁ ଯଦି ମୁଁ କହିବି ଇଏ ବାଉଁଶ ଖୁଣ୍ଟ ଭିତରେ ହରି ଅଛନ୍ତି, ଆପଣ ହଁଟା କହିବେ, କିନ୍ତୁ ଏତେଟା ଆକର୍ଷଣ ହେବନି। ଆମ ପିଲାଦିନେ ରାମକୃଷ୍ଣ ନନ୍ଦଙ୍କର ସେଇ ପ୍ରାର୍ଥନାଟି କେତେ ସୁନ୍ଦର ଥିଲା। ଜଳ ସ୍ଥଳ ବନଗି ଜଳ ସେତେବେଳେ ତ ବିଜ୍ଞାନ ଏତେ ଅଗ୍ରଗତି କରିଛି କି ନାହିଁ ସନ୍ଦେହ। ତେଣୁ ସିଏ କିନ୍ତୁ ଉପଲବ୍ଧି କରିଛନ୍ତି ହରି ତାଙ୍କର ସବୁଠି ଅଛି। ସିଏ ମାନେ ମୋଟାମୋଟି ଭାବରେ ସେ କହିଦେଲେ, ହଁ ଇଏ ସ୍ତମ୍ଭ ଭିତରେ ବି ହରିବେ। ବାପା ତମ ଭିତରେ ଅଛନ୍ତି, ମୋ ଭିତରେ ଅଛନ୍ତି, ଏ ସ୍ତମ୍ଭ ଭିତରେ ଅଛନ୍ତି। ସେ ସ୍ତମ୍ଭକୁ ସେ ଭାଙ୍ଗିଦେଲେ, ତା ଭିତରୁ ସେ ଉପଲବ୍ଧି କଲେ ହରିଙ୍କର ରୂପ। ହରି କହିଲେ ସିଂହ, ମୁଖଟା ସିଂହ ଭଳି, ବେକଠୁ ଗୋଡ଼ ଯାକେ ହେଉଛନ୍ତି ମାନେ ମଣିଷ। ସେଇ ହେଉଛନ୍ତି ହରିହର ମୂର୍ତ୍ତି। ଯେତେବେଳେ ହିରଣ୍ୟକଶ୍ୟପକୁ ସେ ଟାଣି ଆଣି ନିଜ କୋଳରେ ଶୁଆଇ ଦେଲେ, ସେତେବେଳେ ପ୍ରହ୍ଲାଦ ହାତ ଯୋଡ଼ିକିରି ପ୍ରାର୍ଥନା କଲେ। ହିରଣ୍ୟକଶ୍ୟପ ନରସିଂହ ପ୍ରଭୁ କହିଲେ, ତମ ପାଇଁ ମୁଁ ଆସିଲି, ତମେ ଗୋଟିଏ ବର ମାଗିଲେ ମୁଁ ଦେବି। ଇଏ ସବୁଠୁ କହିଲେ, ବର ଯିଏ ମାଗନ୍ତି ସେ ଭକ୍ତ ନୁହନ୍ତି। ଏବେ ଦେଖାଯାଉଛି ଆମ ଆଶ୍ରମରେ କୁଆଡ଼େ ଆଇଛ, ଦର୍ଶନକୁ ଆଇଛି ବୋଲି ବହୁତ ଲୋକ କହୁଛନ୍ତି। କେତେ ଲୋକ କହୁଛନ୍ତି ମୁଁ ବହୁତ ଦିନ ଆସିନେଇ ତ ତୁମେ ଆସିନି। କିନ୍ତୁ ଆଗରୁ 10 ବର୍ଷ ପୂର୍ବରୁ ମୁଁ ଶୁଣୁଥିଲି କୁଆଡ଼େ ଆଇଛ, କାହା ନଖ ବିନ୍ଧୁଛି, କାହା ମୁଣ୍ଡ ବିନ୍ଧୁଛି, କାହା ଆଖି ବିନ୍ଧୁଛି, ଏଇଆ ଥିଲା। ଯାଉ ଏବେ ସବୁ ପରିବର୍ତ୍ତନ ହେଇଗଲା। ତେବେ ସଜ୍ଜନ, କଥାଟି ହେଉଛି ପ୍ରହ୍ଲାଦ ପ୍ରାର୍ଥନା କରୁଛି, ପ୍ରଭୁ ଆପଣଙ୍କ ପାଦ ପଦ୍ମ ପାଖରେ ମୁଁ ଅଛି,
ମୁଁ କ'ଣ ମାଗିବି? ଇଏ ସଂସାରରେ ଧନରେ ଜନରେ ଜ୍ଞାନରେ ଯେଉଁମାନେ ପୂର୍ଣ୍ଣ ସେମାନେ ତ ଶେଷରେ କ୍ଳାନ୍ତ ହେଇ ପଡ଼ନ୍ତି, ଡାକନ୍ତି ପ୍ରଭୁ ତୋ ପାଦ ପଦ୍ମରେ ସ୍ଥାନ ଦେ। ଆଉ ମୁଁ ପାଦ ପାଖରେ ଠିଆ ହେଇଛି, ପୁଣି କ'ଣ ମାଗିବି? ନରସିଂହ କହିଲେ ତଥାପି ତମକୁ ମାଗିବାକୁ ହବ। ଭକ୍ତ ଭଗବାନ, ଗୁରୁ ଶିଷ୍ୟ, ପିତା ପୁତ୍ର, ଭାଇ ଭାଇ ଏମିତିଆ ସମ୍ବନ୍ଧ ରଖିଲେ ହବ ନା। ପ୍ରହ୍ଲାଦ କ'ଣ ମାଗିଲେ ପ୍ରଭୁ ଯଦି କହୁଛନ୍ତି ମାଗିବା ପାଇଁ, ମୁଁ ଏତିକି ମାଗୁଛି, ମୋର ବାପାଙ୍କୁ ଆପଣ ମୁକ୍ତି ଦେବେ। ଆପଣଙ୍କ ପାଦ ପଦ୍ମରେ ମୋ ବାପା ମିଶିଯାଆନ୍ତି। ସିଂହ ହସିଲେ, କହିଲେ ପ୍ରହ୍ଲାଦ ତୋ ବାପା ମୁକ୍ତି ପାଇନାହାନ୍ତି ବୋଲି ତୁ ଏପର୍ଯ୍ୟନ୍ତ ଭାବୁଛୁ କେମିତି? ତୋ ବାପା ବର୍ତ୍ତମାନ ମୋ କୋଳରେ ଶୋଇଛନ୍ତି। କିଏ କାହା କୋଳରେ ଶୁଏ? ଯେତେ କୋଳ ପୃଥିବୀରେ ଅଛି, ମାର କୋଳ ଶ୍ରେଷ୍ଠ କୋଳ। ବଳିଆ ଗୋଟେ ଗୀତରେ ଲେଖିଛି, ମାତୃକୋଳ ସନ୍ତାନ ଗୁରୁ ମାତୃଆ ତୋ ବାପା ତ ମୋ କୋଳରେ ଶୋଇଛି, ତୁ କହୁଛୁ ମୁକ୍ତି ମାଗୁଛୁ। କ'ଣ ମୁକ୍ତି ମାଗୁ? ନା ପ୍ରଭୁ ମୋର କିଛି ମୁକ୍ତି ନାହିଁ, ମୋ ବାପାଙ୍କୁ ମୁକ୍ତି ଦିଅନ୍ତୁ, ସେଇଥିରେ ମୁଁ ମୁକ୍ତି। ଭାଗବତରେ ଏ ପ୍ରସଙ୍ଗଟି ଯେତେବେଳେ ପଢ଼େ, ପ୍ରବର୍ତ୍ତକ ମାନେ ତାଙ୍କ ଭାବରେ ସେ ତାଙ୍କର କହନ୍ତି। କିଏ କେତେ ଶ୍ଲୋକ କେତେ ସାହିତ୍ୟ କ'ଣ ଆମେ ମୂର୍ଖ ଲୋକ ଏତେ କିଛି କହିପାରୁନା। ଆମେ ଖାଲି ଏତିକି କହୁ, ପୁଅ ମାଗୁଛି ବାପା ପାଇଁ। ମୁଁ କିଏ? ମୁଁ ପୁତ୍ର। ମୁଁ କିଏ? ମୁଁ ବାପା। ମୁଁ ଯଦି ପୁତ୍ର ମୋର ବାପାଙ୍କ ମାଙ୍କ ପାଇଁ କର୍ତ୍ତବ୍ୟ କର, ମୁଁ ଯଦି ବାପା କିମ୍ବା ମା ତାହେଲେ ମୋ ପୁଅ ଝିଅଙ୍କ ପାଇଁ କର୍ତ୍ତବ୍ୟ କର। ଯେଉଁମାନଙ୍କ ଠାରୁ ଜୀବନରେ କାହାଠାରୁ ସ୍ନେହ ପାଇଛି, କାହାଠାରୁ ଶାସନ ପାଇଛି, କିଏ ଗୋଟେ ଚକୋଲେଟ୍ ବି ମୋତେ ଦେଇଛି, ଯଦି ସେ ମୋତେ ଦେଇଛନ୍ତି ତାଙ୍କୁ ମୁଁ କ'ଣ ଦେବା ଉଚିତ? କ'ଣ ଶଳା ପାଇଁ ତୋର କହିବି ନା? ମଧୁର ବିନୟ ବଚନ ମଧୁର ବିନୟ କଥା ପଦେ ବି ଆମେ କହିପାରିବା, ମିଠା କଥା ପଦେ ବି ଆମ ପାଟିରୁ ବାହାରିବନି। ଆଉ ଠାକୁରଙ୍କୁ ଡାକିଲା ବେଳେ ଅଧରଂ ମଧୁରଂ ବଦନଂ ମଧୁରଂ ଚଲିତଂ ମଧୁରଂ ଫଲିତଂ ସେଗୁଡ଼ା ପଢ଼ୁଛ କାହିଁ? ପୁରା କାହିଁକି ପଢ଼ିକି ସମୟ ନଷ୍ଟ କରୁଛ? ଯିଏ ମଧୁର ତ ମଧୁର, ତମେ ତାକୁ ଏତେ ଅଷ୍ଟକ ଲେଖିକିରି ମଧୁର ପଢ଼ୁଛ। ମୁଁ ଏମିତି ଗୋଟେ ଷ୍ଟେଜରେ ବସିଛି ବୋଲି ଏମିତି ଗୋଟେ କହୁଛି ବାହାଦୁରୀ
ତା ନୁହେଁ। ମୁଁ ଜଗନ୍ନାଥଙ୍କୁ ବି କହେ, ସେ ଗୀତ ବି ସେୟା ଲେଖିଛି, ହେ ଜଗନ୍ନାଥ ତୁମେ ଦୀନବନ୍ଧୁ, ତାମାନେ ତୁମେ ତୋଷାମତ କରୁଛ ଜଗନ୍ନାଥ, ତୁମେ ଜବରଦସ୍ତି ଆମ ପାଇଁ ଦୀନବନ୍ଧୁ ହୁଅ, ତୁମେ ଆମ ପାଇଁ ଦଇତାରି ହୁଅ, ତୁମେ ଆମ ପାଇଁ କୃପା ସିନ୍ଧୁ ହୁଅ, ଆର୍ତ୍ତତ୍ରାଣ ହୁଅ, ଏ କଥା ତୁମେ କାହିଁ କହୁଛ? ଆରେ କହୁଛ ଜଗନ୍ନାଥ, ପୁଣି ମାଗୁଛ କାହିଁକି? ପ୍ରତିଜ୍ଞା କରି ନୁହେଁ ମୁଁ ଏ ଜଗ ତୁମେ ପରା କହୁଛ ଜଗନ୍ନାଥ, ପୁଣି ମାଗୁଛ କଣ? କାହିଁ ଏତେ ମାଗୁଛ? ସୁଦାମା କଣ କୃଷ୍ଣଙ୍କୁ ମାଗିଥିଲା ମତେ କିଛି ଦିଅ? ବନ୍ଧୁ ମହାନ୍ତି କଣ ମାଗିଥିଲା ଗୋଟେ ସୁବର୍ଣ୍ଣ ଥାଳିରେ ଖେଚୁଡ଼ି ଦିଅ? ଦ୍ରୌପଦୀ କଣ ମାଗିଥିଲା ମତେ ଲୁଗା ଦିଅ? କୋଉଠି ଲେଖା ହେଇଛି? ଯଦି ଲେଖା ହେଇଥିବ ଏ ପ୍ରକାର କିଏ ଲେଖିଦେଇଥିବେ? ଦ୍ରୌପଦୀ ମାଗିଥିଲା ମୁଁ ଲଗ୍ନ ହେବି, ତୁମେ କାଲି ଶୁଣିବ ଦ୍ୱାରିକାରେ। ସେ ଶବ୍ଦକୁ ଶୁଣି ତମେ ଯଦି ମନ ଦୁଃଖ କରିବନି ତାହେଲେ ମୋର ଉଲଗ୍ନ ହବାର କିଛି ଆପତ୍ତି ନାହିଁ। ଅଚ୍ୟୁତ ହିଁ ସେ ଗୋଟିଏ ପଦ ଲେଖିଲେ, ରଖିଲେ ଜଗ ଆଉ ଏଇ ଗୋଟିଏ ପଦ ଗୋଟିଏ ଭାବରେ କୋଟି କୋଟି ବସ୍ତ୍ର ଟାଣିଲା ଭଳି ଦୁଃଶାସନ ଉପଲବ୍ଧି କଲା। ଆଉ ଗୋଟା କ'ଣ ମିଲରୁ ମଗେଇକି ଲୁଗା ଟାଣିଲା? ସେ ଗୋଟିଏ ବସ୍ତ୍ରକୁ ଟାଣୁଛି, ତାକୁ ଲାଗୁଛି ମୁଁ କୋଟି କୋଟି ବସ୍ତ୍ର ଟାଣୁଛି। ଆପଣ ଦେଖିବେ ଯମୁନା କୂଳରେ ଭଗବାନ କୃଷ୍ଣଙ୍କୁ ନେଇ ନାନାଦି ଗପ ସବୁ ବଳିବାକୁ କହନ୍ତି। ମୁଁ ଶୁଣୁଥିଲି, ଏବେ ଆଉ ଶୁଣିବାକୁ ଚାହୁଁନାହିଁ। ଭଗବାନ କୃଷ୍ଣ ସେ ଯମୁନା କୂଳରେ ଗୋଟେ ବାଲି ଭିତରେ କଦମ ଗଛ ହବ, ଏତ ବହୁତ ଗୁଣିଗାନୀ ମାନି ବସିଛନ୍ତି। ଗୋଟେ କଦମ୍ବ ଗଛ ସେଠି ହବ, ଆଉ କଦମ୍ବ ନହେଲା ବର ଗଛ ହବ। ସିଏ କଦମ୍ବ ଗଛ ଡାଳରେ ବସିକିରି ବଇଁଶୀ ବଜେଇଲେ। ଗୋପୀମାନଙ୍କର ଯୋଉ ବସ୍ତ୍ର ସେଗୁଡ଼ାକ ଆସିକି ସବୁ ସେ ଗଛରେ ଲାଗିଗଲା। ଇଏ କଥାଟା ମୋ ମନକୁ ଯାଏନି। ମୁଁ ଗୋଟିଏ କଥା କହେ, ଇଏ ଗୋପୀ, ଆମେ ସବୁ ଗୋପୀ, ଆମେ ହିଁ ଗୋପାଳ, ଆମେ ହିଁ ତାଙ୍କର ସମର୍ପିତ ମଣିଷ। ଆମ ବସ୍ତ୍ର ହେଉଛି ଆମର ଶରୀର। ଇଏ ଶରୀରକୁ ଜନ୍ମ ଦେଇଛି ଯିଏ, ପୁଣି ମଲା ବେଳେ ଇଏ ଶରୀର ଆପେ ଆପେ ଉଡ଼ିକିରି ଯିବ ସେଇଠିକି। ଭାଗବତ ଲେଖା ହେଇଛି, ବଇଁଶୀ ବଜେଇଲେ ପବନ କାଳେ ଉଡ଼େଇକି ନେଇ ତାଙ୍କ ବସ୍ତ୍ର ଗୁଡ଼ାକ ସବୁ ଗଛରେ ବାନ୍ଧିଦେଲା। ସେ କଥା ହେଇଥିବ ମୁଁ କହିପାରିବିନି,
କିନ୍ତୁ ମୋର ଭାବନା ହେଉଛି ଆମେ ସମସ୍ତେ ଗୋପୀ, ଆମେ ହିଁ ଗୋପାଳ, କୃଷ୍ଣ ହିଁ ଜଣେ। ଆମ ବସ୍ତ୍ରକୁ ଯିଏ ଦେଇଛି, ଶରୀର ରୂପକ ବସ୍ତ୍ରକୁ ଯିଏ ଦେଇଛି, ସେଇ ଅତ୍ୟାବଶ୍ୟକ ବେଳେ ଇଏ ଶରୀରର କାମ ସରିଗଲା, ତୁ ମୋ ପାଖକୁ ପଳେଇବା। ତେଣୁ ଇଏ ହେଉଛି ତତ୍ତ୍ୱ। ତତ୍ତ୍ୱ ଜାଣିଲେ ତୁଟେ ଭ୍ରାନ୍ତି, ପ୍ରଶ୍ନ ହେଲା ମୁଁ କିଏ? ଆଉ ମୁଁ କିଏ? ଆପଣ କହିବେ ଆପଣ ବା ବଳିଆ ବାବା, ଏ ମୁଁ କାହିଁ ବଳିଆ ବାବା ହେବି? ଆମେ ହେଲୁ ବଳିଆ ବାବା, ତମେ ହେଲେ ଆଉ କ'ଣ? ହେ ସବୁ ନୁହେଁ। ମୁଁ ମଣିଷ, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ମୁଁ କାହାର ପୁତ୍ର, କାହାର ପିତା, କାହାର ଅଜା, ଇଏ ସବୁ ଅଭିନୟ। ଏଠି ବାବା ବଳିଆ ଗୋଟେ ଅଭିନୟ କରୁଛନ୍ତି। ବଳିଆ ଅଭିନୟରେ ବର୍ତ୍ତମାନ ମୁଁ ପାଠ କରୁଛି। ମୋ ଯାତ୍ରା ପାର୍ଟି ହେଉଛି ଅନନ୍ତ ପାର୍ଟି। ଆଉ ସେମିତି ଆପଣମାନେ ଗୋଟେ ଗୋଟେ ଯାତ୍ରା ପାର୍ଟିର ଅଭିନେତା। ଆଜି ରାତିରେ ଯେଉଁ ନାଁଟା ଆପଣଙ୍କର ଥିବ, କାଲି ଯେତେବେଳେ ଆଉ ଗୋଟେ ବହି ହେବ, ଆପଣଙ୍କ ନାଁଟା ବଦଳିଯିବ। ମୋ ନାଁଟା ବଳିଆ ହେଇଛି, ପୂର୍ବରୁ କ'ଣ ମୋ ନାଁଟା ବଳିଆ ଥିଲା? ଆଉ ଗୋଟେ କ'ଣ ଥିଲା? ଏଠୁ ଯେତେବେଳେ ଏ ପାଠ ସରିଯିବ, ଆଉ ଗୋଟେ ନାଁ ନେବି, ଆଉ ଗୋଟେ କ'ଣ ମାନେ ଜନ୍ମ ନେବି। ପୁନରପି ଜନ୍ମମ୍ ପୁନରପି, ମୁଁ ପୁତ୍ର, ମୁଁ ପିତା, ମୁଁ ସବୁ, କିନ୍ତୁ ମୁଁ ଅଭିନୟ କରୁଛି। ଭଗବାନଙ୍କ ଯାତ୍ରା ଦଳର ମୁଁ ଜଣେ ଅଭିନେତା। ମୁଁ ହିରୋ ହେଇପାରେ, ହିରୋଇନ୍ ହେଇପାରେ, ଯାଅ। ଆଚ୍ଛା, କେହି ରହିନା ରହିବେ ହବ ବଳିଆ ଗୋଟେ ଗୀତରେ ଲେଖିଛି, ଏ ଘରେ ମାନବ କୁଣିଆ ସରବେ ଓଢ଼େଇ ଦିନିଆ।
କ'ଣ ଆପଣମାନେ ଆମେ ସମସ୍ତେ ଇଏ ପୃଥିବୀର ଜଣେ ଜଣେ କୁଣିଆ। ସକାଳ କୁଣିଆ ସନ୍ଧ୍ୟାରେ ନାହିଁ, ସନ୍ଧ୍ୟାର କୁଣିଆ ସକାଳେ ନାହିଁ। ଏଇ ତ ଦୁନିଆ। ମୋତେ ବଞ୍ଚି ରହିବାକୁ କେତେ ଭଲ ବେଳେ ବେଳେ କେତେ দেবতা দেব 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 দেখি তোর রঙ দেখি তোর রঙ দেখি ଆମେ ସମସ୍ତେ କୁଣିଆ। କେତେ ବର୍ଷ ଗଲାଣି, ଆଉ କେତେ ବର୍ଷ ରହିବୁ? ଏଇଟା କଥା। ଆଜି ସତସଙ୍ଗରେ ଆମେ ବସିଛୁ, ଇଏ ଲେଖା ହେଇକିରି ରହିଲାଣି ଠାକୁରଙ୍କ ପାଦ ତଳେ, ଅନନ୍ତଙ୍କ ପାଦ ତଳେ ଲେଖା ହେଇ ରହିଲା। ଆପଣ ଏଇ ଜାଗାରେ ସତସଙ୍ଗ କରୁଥିଲେ। ଇଏ ଲେଖାଟା କେତେବେଳେ କାମ କରିବ? ପରଜନ୍ମକୁ। ସେଇ ନାକି ଭାଗବତରେ କହିଲେ ପୂର୍ବ ଅର୍ଜିତ କର୍ମ ଫଳେ ଯାଚି ମୁଁ ଦେଉଥାଇ ବଳେ। ପୂର୍ବେ ଯେ ହୁ ବାୟା କହିଲେ ପୂର୍ବେ ଯେ ହୁ କରି ଥାଇ ଶିଖୁ ତେଣୁ ଆପଣମାନେ ଏଠି ଯୋଉ ସହଯୋଗର ହାତ ବଢ଼େଇଛନ୍ତି ଏବଂ ଆପଣମାନଙ୍କର ଦାନରେ ଆଜି ମେଳା ହେଉଛି କି ଲୋକ କହୁଛନ୍ତି ବଳିଆ ହେବା କରୁଛନ୍ତି। ମୁଁ ଦିନେ ବି ଭାବେ ନେଇ ଆକୁ ବଳିଆ କିଛି କରୁଛୁ। ଏହା ଆପଣମାନେ କରୁଛନ୍ତି, ଆପଣମାନଙ୍କ ପାଇଁ କରୁଛନ୍ତି। କେତେବେଳେ କରିବେନି ଏ ଅଲଗା କଥା। ଏମିତି ଅନେକ ସ୍ମୃତି ହଜିଯାଇଛି କାଳ ସ୍ରୋତରେ, ଅନେକ ସ୍ମୃତି ଉଜ୍ଜୀବିତ ହେଇ ରହିଛି ଏଇ କାଳ ବକ୍ଷରେ। ତାଙ୍କ ନାମ ମହାକାଳ ରୁଦ୍ର। ଆମେ ବହୁତ ବଡ଼ ବଡ଼ କଥା କହୁ, କିନ୍ତୁ ପ୍ରକୃତରେ ଜଗତରେ ଯଦି କେହି ବଡ଼ ଥାଏ, ବଡ଼ ଏକା କଳା ଠାକୁର। ଏ ଜଗତରେ ଯଦି କେହି ଦୁଃଖ ଶୁଣେ, ସେହି ଏକା କଳା ପଥର। ତେଣୁ ଆପଣମାନେ କ'ଣ ବଳିଆ କ'ଣ ଶୁଣିବେ? ମୁଁ କିଏ? ମୁଁ କୋଉଠୁ ଆସିଛି? न तद्भासयते सूर्य न शशांक न पावक जदगत्वान निवर्तन तद्धाम परम। मु आसीति निराकार परमात्मा ठारू। जितेबाला जीवी से पहुँचबी। देख ए जेते नद नदी प्रवाहे मिलती जल लवण जले यही हूँ जीवन। तेणु जहाँ करुवे भावी चिंती करुवे तते मु आर वर्ष को मारिबी तमें काली मर 12 वर्ष को मार
ମୋତେ ଯିଏ କୁହନ୍ତି ବାବା ଆଉ ଟିକେ ଆସିବେ, ରାତି ପାଇଲେ ରାତି ଥିବ ଯଦି ଆସିବି, ରାତି ଆଜି ପାଇଗଲା ଆସିବି କେମିତି? ସପନ ଯେତେ ଦେଖୁ ବାଇ ସକାଳ জীবন ক্রীড়া ଏମିତି ନଦ ନଦୀର ସ୍ରୋତ ଯାଇ ସମୁଦ୍ରରେ ମିଶନ୍ତି, ଆମର ଗତି ମଧ୍ୟ ସେଇଆ। ତେଣୁ ଆମେ ନିଜକୁ ସମୀକ୍ଷା କରିବା, ମୁଁ କିଏ, ମୁଁ କେଉଁଠୁ ଆସିଛି, ମୋର କର୍ତ୍ତବ୍ୟ କ'ଣ। ଜଣେ କହିବେ ଜଣେ କହିଲେ ଏଇଟା କହନ୍ତି ଆଉ କହିଲେ ଆଉ ନର ଦେହ ନୁହେଁ ବିଳାସ ଭୂଇଁ, ନର ତନୁ ହରି ଭଜିବା ପାଇଁ। ମୁଁ କହିଲି କ'ଣ ହେଲା? ନର ତନୁ ହରି ଭଜିବା ପାଇଁ। ଆଉ ଖାଇବାନି, ଶୋଇବାନି, ନିତ୍ୟକର୍ମ କିଛି କରିବାନି, ସବୁବେଳେ କରି ଭଜନ କରିବା। ହେଲେ ଭୋକ କରିବ, ଖାଇବାକୁ କିଏ ଦେବ? ସେ ସବୁ ନୁହେଁ, ସେ ଗୋଟେ ଭାବରାଜ୍ୟର କଥା। ତମେ ଚଗଲା ହୁଅନି, ବଜାରୀ ଛତରା ହୁଅନି, ମଦ୍ୟପ ହୁଅନି, ମାଦକ ଖାଅନି, ଜୀବନକୁ ଅଳ୍ପାୟୁଷ କରନି, ଆଶୀର୍ବାଦ ନେଇ ତୁମେ ବଡ଼ ହୁଅ। ତେଣୁ ତମେ କାହିଁକି ଜନ୍ମ ହେଇଛ? ନର ଦେହ ନୁହେଁ ବିଳାସ ଭୂଇଁ, ଏ ପଦରା ଠିକ। ନର ତନୁ କର୍ମ କରିବା ପାଇଁ। କର୍ମ ଯଦି ତୁମେ ନ କରିବ, ଏଇ ଦେଖନ୍ତୁ ଆମ ପିଲାମାନେ ବ୍ୟସ୍ତ, ବାବା ଏତେ ଯାଉଛନ୍ତି, ଏ କେଉଁ ବ୍ୟସ୍ତ ହେଉଛନ୍ତି, କିନ୍ତୁ ମୁଁ ଯାଉଛି। ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ଠାକୁରଙ୍କୁ କହେ, ଆଉ କାହାକୁ କହିବି? ମୁଁ ଜଣଙ୍କୁ ହିଁ କହେ। କହିଛି ଜଣଙ୍କୁ ଦୁଃଖ ବୁଝିଲେ ବୁଝିବ, ଗୁହାରି କରିଛି ପାଦେ ଶୁଣିଲେ ଶୁଣିବ। ତେଣୁ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମାନବ ଜାତିର ବିଶ୍ୱର ମଙ୍ଗଳ ପାଇଁ ପ୍ରାର୍ଥନା କରୁ କରୁ ଇଏ ଜୀବନ ଯିବ। ଆଉ ଯଦି ତାର ଇଚ୍ଛା ନଥିବ, ମୁଁ ପାଟି କ'ଣ ଘା ପା ହେଇଯିବ, ମୁଁ ଆଉ କ'ଣ? ଗୋଟେ କିଏ କହୁଛନ୍ତି, ମୁଁ ଶୁଣୁଛି, କହୁଛନ୍ତି ହଁ ବାବା ଆଉ କେହି ଦିନି କି ଶୁଣୁଥାନ୍ତୁ ଆପଣମାନେ, ମୁଁ ବଞ୍ଚିଛି। ସେ ଆଗରୁ କହିଲେନି ବାବା ଆଉ କେହି ଦିନି କି, ସିଏ ଯାଆନ୍ତୁ, ତାପରେ ତୁମକୁ ଆମେ ଦେଖିବୁନି। ମାନେ ମଠ ପିଲାଙ୍କୁ ସେ ଦେଖିବେ। ମୁଁ ଯୋଉଠି ଭାବିଲି ଆକୁ କ'ଣ କହିବା, ଆଉ କ'ଣ କରିବା, କ'ଣ କହିବା, ଏଇ ହେଉଛି ମଣିଷମାନଙ୍କର ଅହଙ୍କାର ଆଉ ଅଜ୍ଞତା। କିଏ ଯିବ କିଏ ରହିବ? ଯୋଉଠୁ ଆସିଛେ ସେଇଠିକି ଯିବା, ସେଇଠି ମଧ୍ୟ ରହିବା। ଆଉ ସଜ୍ଜନ, ମୁଁ ତ ମାସ ଧରି ଏମିତି କହି ଓଡ଼ିଆରେ ଫେରେ କହିଲି, ହିନ୍ଦୀରେ କହିଲି, ଏମିତି ମୁଁ କହି କିଛି ଆଇଲି। ଆଉ ମୋ କଣ୍ଠର ବି ଆଉ ଅନୁକୂଳ ନାହିଁ।
ଏଇ 8 ଦିନ ହେଲା ଟିକେ ବିଶ୍ରାମ ନଉଛି, ଗୋଟେ ଘର ଭିତରେ ବସିକି ରହିଛି। ତେବେ ସଜ୍ଜନ, ଆଜିର ଏଇ ପବିତ୍ର ସନ୍ଧ୍ୟା, ଏ ସନ୍ଧ୍ୟାରେ ସମସ୍ତେ ଉପସ୍ଥିତ ହେଇଛ। ଏଠି ଯାହା ଶାଗ ପେଜ ଯାହା ଗୋଟେ ଥିବ ଟିକେ ପାଇକିରି ଘରକୁ ଯିବ। ପୁଣି କାଲି ଆପଣମାନଙ୍କ ସହିତ ଦେଖା ଏବଂ ଆପଣମାନେ ଆନନ୍ଦରେ ରହନ୍ତୁ, ଶାନ୍ତିରେ ରହନ୍ତୁ, ଗଛ ଲଗାନ୍ତୁ, ମଦ୍ୟ ଛାଡ଼ନ୍ତୁ, ମାଦକ ଛାଡ଼ନ୍ତୁ, ପରିବାରକୁ ବୈକୁଣ୍ଠ